ଏବେ ତ ବହୁତ ଭଲ ପୋଟଳ ମିଳୁଛି। ମୁଁ ଆଜି ଭୋଜି ଷ୍ଟାଇଲ ପୋଟଳ ଆଳୁ ରସା ବନେଇବି, ଯାହାକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରିପାରିବେ। ମୁଁ ଏ ପୋଟଳ ଆଳୁ ରସାକୁ ବିନା କାଜୁ, ବିନା ପୋସ୍ତ, ବିନା ଚାରୁମଗଜ, ବିନା କ୍ରିମ୍, ବିନା ଦହିରେ ପ୍ରସ୍ତୁତ କରିବି, କିନ୍ତୁ ଏ ପୋଟଳ ଆଳୁ ରସାର ଟେଷ୍ଟ ପୁରା ଭୋଜି ଭଳି ଲାଗିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳ ଆଳୁ ରସା ବନେଇବା ପାଇଁ ମୁଁ ଏଠି 300 ଗ୍ରାମ ପୋଟଳ ନେଇଛି, ଆଉ ତା ସହିତ 3ଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ପୋଟଳ ଆଉ ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ଆମେ ପୋଟଳର ଉପର ସ୍କିନ୍କୁ ଲାଇଟଲି ପିଲ୍ କରିଦେବା। ତାପରେ ଆମେ ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ପୋଟଳକୁ ଏମିତି ତେର୍ଛା କରି କାଟିକି ନେବେ। ଭୋଜିରେ ପୋଟଳ ଏମିତି କଟା ଯାଇଥାଏ। ଆପଣ ଆପଣଙ୍କ ହିସାବରେ କୌଣସି ସେପ୍ର ପୋଟଳକୁ କାଟିକି ନେଇପାରିବେ। ଏବେ ଆମେ ଆଳୁକୁ କାଟିବା। ମୁଁ ଏଠି ଆଳୁକୁ ମଝିରୁ 2 ଖଣ୍ଡ କରି କାଟିକି ନେଇଯାଉଛି। ଯଦି ବେଶୀ ବଡ଼ ଆଳୁ ଥିବ ତାହେଲେ ଆପଣ ଆଳୁକୁ 4 ଖଣ୍ଡ କରି କାଟିକି ନେଇପାରିବେ। ମୁଁ ଏଠି ସବୁ ପୋଟଳ ଆଉ ଆଳୁକୁ କାଟିଲା ପରେ ଏଠି ଭଲସେ ଧୋଇକି ନେଇଯାଇଛି। ମୁଁ ଏଠି କଢ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ମୁଁ ଏଠି ପୋଟଳ ଆଉ ଆଳୁକୁ ତେଲରେ ଛାଣିବି। ଭୋଜିରେ ଏମିତି ପୋଟଳ ଆଉ ଆଳୁକୁ ତେଲରେ ଛାଣିଥାନ୍ତି। ଏହାଦ୍ୱାରା ତରକାରୀର ଟେଷ୍ଟ ବହୁତ ଭଲ ଆସିଥାଏ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଆଳୁକୁ ଦେଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଏବେ ଆମେ ଆଳୁକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଆଳୁ ଏଠି ବଢ଼ିଆ ସେ ଭାଜି ହେଇଗଲାଣି। ଏବେ ଆମେ ଆଳୁକୁ ତେଲରୁ ଛାଣିକି ଗୋଟେ ପ୍ଲେଟ୍ରେ କାଢ଼ିଦେବା। ତେଲ ଏଠି ଗରମ ଅଛି। ମୁଁ ଏବେ ସେମ୍ ତେଲରେ କାଟିକି ରଖିଥିବା ପୋଟଳକୁ ଦେଇ ଦେଉଛି। ଏବେ ଆମେ ପୋଟଳରେ ସ୍ୱାଦ ଅନୁସାରେ ଲୁଣ ପକାଇବା, ଆଉ ପୋଟଳକୁ ବି ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ଆପଣ ଚାହିଁଲେ ପୋଟଳରେ ହଳଦୀ ଗୁଣ୍ଡ ବି ପକାଇ ପାରିବେ। ପୋଟଳ ଏଠି ଭଲସେ ଭାଜି ହେଇଗଲାଣି। ଏବେ ଆମେ ପୋଟଳକୁ ତେଲରୁ ଛାଣିକି ଗୋଟେ ପ୍ଲେଟ୍ରେ କାଢ଼ିଦେବା। ଆପଣ ଚାହିଁଲେ କମ୍ ତେଲରେ ଆଳୁ ଆଉ ପୋଟଳକୁ ଭାଜିକି ନେଇପାରିବେ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍, ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାର୍ ନେଇଛି। ମୁଁ ଏଥିରେ ଗୋଟେ ବଡ଼ ଟମାଟୋକୁ ରଫଲି ଚପ୍ କରିକି ଦେଇଦେଇଛି। ଏବେ ଆମେ ଟମାଟୋକୁ ଭଲ ଭାବେ ବାଟିକି ନେଇଯିବା। ବଡ଼ ଟମାଟୋ ଜାଗାରେ ଆପଣ 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋ ନେଇପାରିବେ। ତରକାରୀ ପାଇଁ ଯେତିକି ତେଲ ଦରକାର ସେତିକି ତେଲ ରଖି ମୁଁ ବାକି ତେଲକୁ କାଢ଼ି ଦେଇଛି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିନି ଦେଇଛି। ଚିନି ଏଠି ଅପସନାଲ୍ ଅଛି। ତେଲରେ ଚିନି ଦେଲେ ତରକାରୀର କଲର୍ ବହୁତ ଭଲ ଆସିଥାଏ। ମୁଁ ଏଠି କିଛି ଗୋଟା ମସଲା ନେଇଛି। ଗୋଟା ମସଲାରେ ମୁଁ ଏଠି ଅଧା ଛୋଟ ଚାମଚ ଜିରା, 2ଟା ଗୁଜୁରାତିକୁ ଛେଚିକି ନେଇଛି, ଗୋଟେ ତେଜପତ୍ର, 2ଟା ଲବଙ୍ଗ ଆଉ ଖଣ୍ଡେ ଡାଲଚିନି ନେଇଛି। ଏବେ ଆମେ ଗୋଟା ମସଲାକୁ ତେଲରେ ଦେଇଦେବା। ଏବେ ଆମେ ଗୋଟା ମସଲାକୁ ଭାଜିବା ଆଉ ଚିନିକୁ କ୍ୟାରାମେଲାଇଜ୍ଡ ହେବାକୁ ଦେବା। ଚିନି ଏଠି ବଢ଼ିଆ ସେ କ୍ୟାରାମେଲାଇଜ୍ଡ ହେଇଗଲାଣି। ଏବେ ଆମେ ଏଥିରେ ପିଆଜ ଦେବା। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ବଢ଼ିଆ ସେ ଭାଜି ହେଇଗଲାଣି। ଏବେ ଆମେ ଏଥିରେ 2 ଛୋଟ ଚାମଚ ଅଦା ରସୁଣ ବଟା ଦେବା, ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ କଷିବା, ଯେମିତି ଅଦା ରସୁଣ ବଟାର କଞ୍ଚା ବାସ୍ନା ପଳେଇବ। ଏଠି ଅଦା ରସୁଣ ବଟାର କଞ୍ଚା ବାସ୍ନା ପଳେଇଲାଣି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା, ଆଉ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଉଛି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇଛି। ତାପରେ ମୁଁ ଏଥିରେ 2 ଛୋଟ ଚାମଚ ଚିକେନ୍ ମସଲା ଆଉ 2 ଛୋଟ ଚାମଚ କସୁରୀ ମେଥି ଦେଇଛି। ଚିକେନ୍ ମସଲା ଜାଗାରେ ଆପଣ ମିଟ୍ ମସଲା କି କିଛି ବି ସବଜି ମସଲା ପକାଇ ପାରିବେ।
एबे आमे सबको भल भाबे मिक्स करी आमे एथिरे 4 रु 5 छोट चामच पानी देई मसला को कसिबा जेमती गुंड मसलार कंचा बास्ना पळैबो आ मसलारू तेल छाड़िबा आरंभ करिबो। मसला एटी बढ़िया से कषि हो गलानी देखि पारथिबे एटी मसलारू तेल छाड़िबा आरंभ कलानी। एबे आमे एथिरे बाटिकी रखिथिबा टमाटो को देइदबा। तापरे मु एथिरे स्वाद अनुसार लूण पकाउची तरकारी पाई जेतिकी लूण दरकार मु एठी पकाई देइची आपण चाहिले पछरे पकाई परिबे। एबे आमे सबको भल भाबे मिक्स करी आकु कसिबा जेमती टमाटर कंचा बास्ना पळैबो टमाटो भल भाबे सिझी जिवो आ मसलारू तेल छाड़िबा आरंभ करिबो। मसला एटी बढ़िया से कषि हो गलानी एटी मसलार कंचा बास्ना पळैची। एबे आमे एथिरे भाजिकी रखिथिबा पोटल आउ आलू को देइदबा आउ सबको भल भाबे मिक्स करी मसला सहित पोटल आउ आलू को 4 रु 5 मिनिट पर्यंत कषिबा। एमती कषिबा द्वारा तरकारी टेस्ट बहुत भल आसीबो। एटी 4 रु 5 मिनिट हो गलानी। एबे आमे एथिरे पानी दबा। मैं एथिरे 1 कप पानी दउची आपण एथिरे अधिक पानी देबेनी। एबे आमे सबको आउ थरे भल भाबे मिक्स करी दबा आ तरकारी को हाई फ्लेम रे 2 रु 3 मिनिट पर्यंत फुटिबा पई छाड़ दबा। तरकारी एटी बढ़िया से फुटी गलानी। तरकारी को आउ थरे भल कि मिक्स करी दबा आ को कवर करी लो फ्लेम रे 7 रु 8 मिनिट पर्यंत कुक करिबा जेमती पोटल आउ आलू बढ़िया से सिझी जिवो। 7 रु 8 मिनिट पर मुझे घोड़नी काढ़ी देइची। एबे आमे तरकारी को आउ थरे भल भाबे मिक्स करी दबा। मुझे आपन को देखाई दउची एठी आलू आउ पोटल भल से सिझी जाइची। तापरे मु एथिरे 1 छोट चामच गरम मसला गुंड पकाइची। एबे आमे एथिरे 1 कप नड़िया रस दबा। भोजी पोटल आलू रसार ग्रेवी बहलिया होता है से जितेबाला आपण पोटल आउ आलू को सिझा पानी देइचंती कम पानी देबे। एबे आमे सबको भल भाबे मिक्स करी आमे आकु मीडियम फ्लेम रे 3 रु 4 मिनिट पर्यंत कुक करिबा। नड़िया रस देला परे आपण तरकारी को अधिक समय कुक करिबेनी। एटी 2 रु 3 मिनिट हो गलानी। तरकारी को आउ थरे भल भाबे मिक्स करी दबा आउ गैस बंद करी दबा। आपण चाहिले आ ऊपर किछि काटिकी धनिया पत्र पकाई परिबे। भोजी स्टाइल पोटल आलू रसा एटी रेडी हो जाइछि। मैं आपन को देखाई दउची बिना काजू बिना पोस्त बिना चारु मगज रे भी ग्रेवी केते बहलिया होइछि। जदि आपन को यह पोटल आलू रसार रेसिपी भल लगी ताला को लाइक करिवे आपनक सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताला सब्सक्राइब करबा को जमार भूलिबेनी। पाखर थिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक इंस्टाग्राम में देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।